ବନ୍ଧୁଗଣ, ଧନତେରସ୍ ବା ଦୀପାବଳି ଦିନ ପିନ୍ଧି ଦିଅନ୍ତୁ ଏହି ଗଛର ଚେରକୁ। ଭାଗ୍ୟ ଆପଣଙ୍କର ସାଥ ଦେବ ଏବଂ ଆପଣ ବନିଯିବେ କୋଟିପତି। ଯେଉଁ ବି କ୍ଷେତ୍ରକୁ ଆପଣ ଯିବେ ସେଥିରେ ସଫଳତା ଅବଶ୍ୟ ପ୍ରାପ୍ତି କରିବେ। ବନ୍ଧୁଗଣ, ହିନ୍ଦୁ ଶାସ୍ତ୍ରରେ କେତେ ପ୍ରକାରର ପୌରାଣିକ ମାନ୍ୟତାକୁ ମହତ୍ତ୍ୱ ଦିଆଯାଇଅଛି କି ଏଠାରେ ଏମିତି କିଛି ବୃକ୍ଷଲତା ଅଛନ୍ତି ଯିଏକି ବହୁତ ଶୁଭ ଏବଂ ପବିତ୍ର ମାନାଯାଇଥାଏ। ଏମିତି କିଛି ବୃକ୍ଷଲତା ଅଛନ୍ତି ଯିଏକି ଆମ ଜୀବନରେ ଚାଲୁଥିବା ସମସ୍ୟାକୁ ଦୂର କରିଦେଇଥାନ୍ତି। ଖାସ୍ କଥା ଏହା ଅଟେ କି ବୃକ୍ଷକୁ କେବଳ ପୂଜା କରାଯାଏ ତାହା ନୁହେଁ, ବରଂ ବୃକ୍ଷକୁ ଔଷଧ ରୂପେ ମଧ୍ୟ ବ୍ୟବହାର କରାଯାଏ। ଏହା କେତେ ପ୍ରକାରର ବେମାରୀକୁ ମଧ୍ୟ ଠିକ୍ କରିଥାଏ ଏବଂ ବେଦ ପୁରାଣରେ କେତେ ପ୍ରକାରର ବୃକ୍ଷଲତାମାନଙ୍କର ଉଲ୍ଲେଖ ରହିଅଛି, ଯେମିତିକି ତୁଳସୀର ଗଛ, ଓସ୍ତ ଗଛ, ବରଗଛ ଏମାନଙ୍କର ବହୁତ ଅଧିକ ମହତ୍ତ୍ୱ ରହିଥାଏ। ବନ୍ଧୁଗଣ, ଆପଣ ସମସ୍ତେ ଦେଖିଥିବେ ଓସ୍ତ ଗଛର ପୂଜା କ'ଣ ପାଇଁ କରାଯାଏ। ଆମେ ଓସ୍ତ ଗଛର ପୂଜା କ'ଣ ପାଇଁ କରିବା ଦରକାର? ବଟ ସାବିତ୍ରୀ ଯେଉଁମାନେ ବ୍ରତ ରଖିଥାନ୍ତି, ମା ଭଉଣୀମାନେ ଓସ୍ତ ଗଛର ପୂଜା କ'ଣ ପାଇଁ କରିଥାନ୍ତି? କାହିଁକି ନା ବୃକ୍ଷଲତାରେ କିଛି ଏପରି ଅଲୌକିକ ଚମତ୍କାରୀ ଶକ୍ତି ରହିଥାଏ ଯାହାର ପ୍ରଭାବରେ କମ୍ ସମୟରେ ଆପଣଙ୍କୁ ଭଲ ପରିଣାମ ଦେଖିବାକୁ ମିଳିଥାଏ। ତ ଆଜି ମୁଁ ଆପଣଙ୍କୁ କହିବି, ଏହି ଧନତେରସ୍ ଦିନ ତାବିଜରେ ପୁରାଇ ପିନ୍ଧି ଦିଅନ୍ତୁ ଏହି ଗଛର ଚେରକୁ। ଦେଖିବେ ଖୁବ୍ ଶୀଘ୍ର ଆପଣଙ୍କର ଭାଗ୍ୟର ତାଲା ଖୋଲିଯିବ। ଏହା ପୂର୍ବରୁ ଯଦି ଆପଣମାନେ ବି ମାତା ଲକ୍ଷ୍ମୀଙ୍କୁ ସଚ୍ଚା ହୃଦୟରୁ ଭକ୍ତି କରୁଥାନ୍ତି, ବିଶ୍ୱାସ କରୁଥାନ୍ତି, ତେବେ ଏହି ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ। ଦେଖନ୍ତୁ, ଏହି ଯେଉଁ ଧନତେରସ୍ର ସମୟ ହୋଇଥାଏ, ଏହି ସମୟରେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ କରିବାର ସବୁଠୁ ଭଲ ସମୟ ମାନାଯାଇଥାଏ। ଯେଉଁ ବ୍ୟକ୍ତି ସିଦ୍ଧି ପ୍ରାପ୍ତ କରିବାକୁ ଚାହୁଁଛନ୍ତି, ଶୁଭ ଓ ଲାଭକୁ ପ୍ରାପ୍ତ କରିବାକୁ ଚାହୁଁଛନ୍ତି, ଧନଧାନ୍ୟ ଓ ସମୃଦ୍ଧି ପାଇବାକୁ ଚାହୁଁଛନ୍ତି, ଆରୋଗ୍ୟର ପ୍ରାପ୍ତି କରିବାକୁ ଚାହୁଁଛନ୍ତି, ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଜୀବନରୁ ଦୁର୍ଭାଗ୍ୟ ଦୂର ହେଉ ଏବଂ ଆପଣଙ୍କୁ ଭଲ ଭାଗ୍ୟର ପ୍ରାପ୍ତି ହେଉ, ଆପଣଙ୍କୁ ମାନ ସମ୍ମାନ ପ୍ରାପ୍ତି ହେଉ, ତେବେ ଆଜିର ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ତେବେ ଏହି ଗଛମାନଙ୍କ ମଧ୍ୟରୁ କୌଣସି ବି ଗୋଟିଏ ଚେର ଏହି ଧନତେରସ୍ ଦିନ ଘରକୁ ନିଶ୍ଚୟ ଆଣନ୍ତୁ। ଆପଣଙ୍କୁ ଅପାର ସଫଳତା ପ୍ରାପ୍ତି ହେବ। ଏହି ବୃକ୍ଷଲତାମାନଙ୍କରେ ବହୁତ ହିଁ ଅଦ୍ଭୁତ ଚମତ୍କାରୀ ଶକ୍ତି ରହିଥାଏ। ଆପଣ ମାନନ୍ତୁ ଅବା ନ ମାନନ୍ତୁ, କେତେ ସବୁ ବୃକ୍ଷକୁ ପ୍ରୟୋଗ କରି ବିଭିନ୍ନ ପ୍ରକାର ରୋଗକୁ ଠିକ୍ କରାଯାଇଥାଏ। ତ ଆପଣଙ୍କୁ ଆଜି ମୁଁ ଯେଉଁ ଗଛ ବିଷୟରେ କହିବି, ତ ଏହାକୁ ଯଦି ଏହି ଧନତେରସ୍ ଦିନ ଘରକୁ ଆଣି ପୂଜା କରି ନିଜ ଗଳାରେ କିମ୍ବା ହାତରେ ବାନ୍ଧି ଦିଅନ୍ତି, ଦେଖିବେ ଆପଣଙ୍କୁ ନିଶ୍ଚୟ ଏହାର ଫାଇଦା ମିଳିବ। ଆପଣଙ୍କୁ ସେହି ସବୁ ପ୍ରାପ୍ତି ହେବ ଯେଉଁ ଜିନିଷକୁ ଆପଣ ଲମ୍ବା ସମୟ ଧରି ପ୍ରାପ୍ତ କରିବାକୁ ଚାହୁଁଥିଲେ। ବନ୍ଧୁଗଣ, ଦାମିକା ରତ୍ନ ପିନ୍ଧିବା ଅପେକ୍ଷା ଯଦି ଆପଣ ଏହି ବୃକ୍ଷଲତାର ଚେରକୁ ଧାରଣ କରି ନିଅନ୍ତି, ତ ତାର ଶୁଭ ପରିଣାମ ଆପଣଙ୍କୁ ପ୍ରାପ୍ତ ହୋଇଥାଏ। ସର୍ବପ୍ରଥମେ ଆପଣ ଏହି ଗଛର ଚେରକୁ ଆଣି ଠାକୁର ଘରେ ପୂଜା କରି ଧୂପ ଦୀପ ଦେଇ ପୂଜା କରି ନିଅନ୍ତୁ। ଏହାପରେ ଏହି ଚେରକୁ ଚାନ୍ଦିର କିମ୍ବା ତମ୍ବାର ତାବିଜରେ ପୁରାଇ ଆପଣଙ୍କ ଗଳାରେ କିମ୍ବା ହାତରେ ବାନ୍ଧି ଦିଅନ୍ତୁ। ତେବେ ଡେରି ନ କରି ଆସନ୍ତୁ ଜାଣିବା ଏହି ଧନତେରସ୍ ଦିନ କେଉଁ ଗଛର ଚେରକୁ ଆପଣଙ୍କ ଘରକୁ ଆଣିବାର ଅଛି ଏବଂ ଆପଣଙ୍କ ଗଳାରେ କିମ୍ବା ହାତରେ ବାନ୍ଧିବାର ଅଛି। ତେବେ ସର୍ବପ୍ରଥମ ଗଛଟି ହେଉଛି ଧଳା ଅରଖ ଗଛ। ଏହା ଆପଣଙ୍କୁ ବହୁତ ସହଜରେ ମିଳିଯିବ। ତାହା ହେଉଛି ଧଳା ଅରଖ ଗଛ। ଧଳା ଅରଖ ଗଛ ଭଗବାନ ଗଣେଶଙ୍କର ଅତ୍ୟନ୍ତ ପ୍ରିୟ ଗଛ ହୋଇଥାଏ। ଯଦି ଆପଣ ଭଗବାନ ଗଣେଶଙ୍କର କୃପା ପ୍ରାପ୍ତି କରିବାକୁ ଚାହୁଁଛନ୍ତି, ତେବେ ଆପଣ ଏହି ଧନତେରସ୍ ଦିନ ଧଳା ଅରଖ ଗଛର ଚେରକୁ ଆଣି ଧାରଣ କରନ୍ତୁ। ଧଳା ଅରଖ ଗଛକୁ ଭଗବାନ ଗଣେଶଙ୍କର ସ୍ୱରୂପ କୁହାଯାଇଥାଏ। ଯେଉଁ ଧଳା ଅରଖ ଗଛ 11 ବର୍ଷରୁ ଉର୍ଦ୍ଧ୍ୱ ହୋଇଥାଏ, ସେହି ଅରଖ ଗଛର ଚେର
ଭଗବାନ ଗଣେଶଙ୍କର ଶୁଣ୍ଢର ଆକୃତି ନେଇଥାଏ। ଭଗବାନ ଗଣେଶଙ୍କୁ ଶୁଭ ଲାଭର ସ୍ୱାମୀ କୁହାଯାଏ। ଯଦି ସିଦ୍ଧି ରିଦ୍ଧି ଶୁଭ ଲାଭ ଏବଂ ଧନ ବୈଭବ ପ୍ରାପ୍ତି କରିବାକୁ ଚାହୁଁଥାନ୍ତି, ତେବେ ଅରଖ ଗଛର ଚେର ଏହି ଧନତେରସ ଦିନ ଘରକୁ ନେଇ ଆସନ୍ତୁ। ଏହାପରେ ଏହାକୁ ଆପଣଙ୍କ ଠାକୁର ଘରେ ପୂଜା କରି ଗୋଟିଏ ତମ୍ବାର କିମ୍ବା ଚାନ୍ଦିର ତାବିଜରେ ପୁରାଇ ଆପଣଙ୍କ ଗଳାରେ କିମ୍ବା ହାତରେ ବାନ୍ଧି ଦିଅନ୍ତୁ। ଦେଖିବେ ଏହାଦ୍ୱାରା ଆପଣଙ୍କୁ ଅନେକ ଫାଇଦା ପ୍ରାପ୍ତି ହେବ। ନବଗ୍ରହଙ୍କର ପୀଡ଼ା ଦୂର ହୋଇଥାଏ। ଖାସ୍ କରି ବୁଧ ଗ୍ରହଙ୍କର ପୀଡ଼ା ମଧ୍ୟ ଦୂର ହୋଇଥାଏ। ଭଗବାନ ଗଣେଶଙ୍କର ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତି ହୋଇଥାଏ। ବ୍ୟାପାର ବାଣିଜ୍ୟ ଏବଂ କର୍ମକ୍ଷେତ୍ରରେ ଆପଣ ବହୁତ ଅଧିକ ଉନ୍ନତି କରିଥାନ୍ତି। ଆପଣ କୌଣସି ଚେର ଆଣନ୍ତୁ କି ନ ଆଣନ୍ତୁ, କିନ୍ତୁ ଏହି ଧନତେରସ ଦିନ ଧଳା ଅରଖ ଗଛର ଚେର ଅବଶ୍ୟ ଆଣନ୍ତୁ ଏବଂ ତାହାକୁ ଧାରଣ କରନ୍ତୁ। ଶୁଭଫଳ ନିଶ୍ଚୟ ପ୍ରାପ୍ତି ହେବ ଏବଂ ପୁରା ବର୍ଷ କେବେ ବି ଆପଣଙ୍କ ଘରେ ଧନ ଓ ଅର୍ଣ୍ଣର କମି ହେବ ନାହିଁ। ତେବେ ପରବର୍ତ୍ତୀ ଚମତ୍କାରୀ ଗଛଟି ହେଉଛି କଳା ଦୁଦୁରା ଗଛ। ତ ଏହି କଳା ଦୁଦୁରା ଗଛର ଚେରକୁ ଆପଣ ଏହି ଧନତେରସ ଦିନ ଘରକୁ ଆଣି ତାହାକୁ ପୂଜା କରି ଚାନ୍ଦିର କିମ୍ବା ତମ୍ବାର ତାବିଜରେ ପୁରାଇ ଆପଣଙ୍କ ଗଳାରେ କିମ୍ବା ହାତରେ ବାନ୍ଧି ଦିଅନ୍ତୁ। ଦୁଦୁରା ଗଛକୁ ଭଗବାନ ଭୋଳାନାଥଙ୍କର ସ୍ୱରୂପ ମାନାଯାଇଥାଏ। କଳା ଦୁଦୁରା କଳା ଭୈରବଙ୍କର ସ୍ୱରୂପ ମଧ୍ୟ ହୋଇଥାଏ। କଳା ଦୁଦୁରାରେ ଶନିଦେବ ମଧ୍ୟ ବାସ କରିଥାନ୍ତି। ମା କାଳୀ ବି କଳା ଦୁଦୁରା ଉପରେ ନିବାସ କରିଥାନ୍ତି। ଆପଣ ନିଶ୍ଚୟ ଦେଖିଥିବେ, ଭଗବାନ ଶିବଙ୍କର ଯେବେ ଆମେ ପୂଜାର୍ଚ୍ଚନା କରିଥାଉ, ତ ଭଗବାନ ଶିବଙ୍କ ଉପରେ କଳା ଦୁଦୁରା ବା ଯେକୌଣସି ଦୁଦୁରା ଫୁଲ ଏବଂ ଫଳ ଚଢ଼ାଯାଇଥାଏ ଏବଂ ଏହାକୁ ଭଗବାନ ଶିବ ଗ୍ରହଣ ମଧ୍ୟ କରିଥାନ୍ତି। ଯଦି କୌଣସି ବ୍ୟକ୍ତି ଭଗବାନ ଶିବଙ୍କୁ କଳା ଦୁଦୁରା ଫୁଲ ଅର୍ପଣ କରିଥାଏ, ତ ଭଗବାନ ଭୋଳାନାଥ ତୁରନ୍ତ ହିଁ ସ୍ୱୀକାର କରିନେଇଥାନ୍ତି। କଳା ଦୁଦୁରା କୌଣସି ସାଧାରଣ ଗଛ ନୁହେଁ। ଏହାର ଯଦି ଆପଣ ପ୍ରୟୋଗ ଜାଣିବେ, ତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତୁରନ୍ତ ଆପଣ ଏହାକୁ ଧାରଣ କରିନେବେ। ବନସ୍ପତି ଶାସ୍ତ୍ର ଅନୁସାରେ କଳା ଦୁଦୁରାର ପ୍ରଭାବ ବହୁତ ଅଧିକ ରହିଥାଏ। ଯେମିତିକି ଶନିଦେବଙ୍କର ପ୍ରଭାବ, ମଙ୍ଗଳ ଗ୍ରହଙ୍କର ପ୍ରଭାବ ଯେମିତି ଶକ୍ତିଶାଳୀ ମାନାଯାଏ, ଠିକ୍ ସେହିପରି କଳା ଦୁଦୁରାର ଚେରକୁ ମଧ୍ୟ ବହୁତ ଅଧିକ ଶକ୍ତିଶାଳୀ ମାନାଯାଇଥାଏ। ଏହି ଚେର ଆପଣଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆଣିଦେଇଥାଏ। ତ ବନ୍ଧୁଗଣ, ଯଦି ଆପଣ ଚାହୁଁଛନ୍ତି ସମସ୍ତ ଗ୍ରହମାନ ଆପଣଙ୍କୁ ସାଥ ଦିଅନ୍ତୁ, ତ ନିଶ୍ଚିତ ଭାବରେ ଏହି ଧନତେରସ ଦିନ କଳା ଦୁଦୁରା ଚେର ଘରକୁ ଆଣି ପୂଜା କରନ୍ତୁ ଏବଂ ଏହାପରେ ତାହାକୁ ତାବିଜରେ ପୁରାଇ ଆପଣଙ୍କ ବେକରେ କିମ୍ବା ହାତରେ ବାନ୍ଧି ଦିଅନ୍ତୁ। କଳା ଦୁଦୁରା ଚେର ପିନ୍ଧିବା ଦ୍ୱାରା ଶନିଙ୍କ କୁପ୍ରଭାବ, ଶନିଙ୍କ ସାଢ଼େ ସାତି, ଶନିଙ୍କ ଅଢ଼େଇ ଏବଂ ଶନି ଦଶାରୁ ମୁକ୍ତି ମିଳିଥାଏ। ଏହାଦ୍ୱାରା ଆପଣଙ୍କର ଶୁକ୍ର ଗ୍ରହ ମଜବୁତ ମଧ୍ୟ ହୋଇଥାଏ। ଯେଉଁମାନଙ୍କର ଶୁକ୍ର ଗ୍ରହ ମଜବୁତ ହୋଇଥାଏ, ସେମାନେ ଧନବାନ ଏବଂ ଧନଶାଳୀ ହୋଇଥାନ୍ତି। ସେମାନଙ୍କ ଜୀବନରେ କେବେ ବି ଧନ ଓ ଅର୍ଣ୍ଣର କମି ହୋଇନଥାଏ। ରାହୁକେତୁଙ୍କର ପୀଡ଼ା ମଧ୍ୟ ଦୂର ହୋଇଯାଇଥାଏ। ଯଦି କୌଣସି ବ୍ୟକ୍ତିକୁ ସ୍ୱପ୍ନରେ ସାପ ଆସୁଅଛି, ଯଦି କୌଣସି ବ୍ୟକ୍ତିକୁ ପିତୃଦୋଷ ଲାଗିଅଛି, ଭୂତପ୍ରେତଙ୍କ ଭୟ ରହୁଅଛି, ସେହି ବ୍ୟକ୍ତି କଳା ଦୁଦୁରା ଚେର ଧାରଣ କରନ୍ତୁ। ଆପଣଙ୍କୁ ସବୁ ସମସ୍ୟାରୁ ମୁକ୍ତି ମିଳିଯିବ। ତେବେ ବନ୍ଧୁଗଣ, ଏହି ଦୁଦୁରା ଗଛର ଚେରକୁ ନିଶ୍ଚୟ ଘରକୁ ଆଣନ୍ତୁ ଏବଂ ଏହାର ଚେରକୁ ତାବିଜରେ ପୁରାଇ ନିଶ୍ଚୟ ଧାରଣ କରନ୍ତୁ। ଆପଣଙ୍କର ସମସ୍ତ ସମସ୍ୟା ଦୂର ହେବା ସହିତ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଯିବ। ପରବର୍ତ୍ତୀ ଚମତ୍କାରୀ ଗଛଟି ହେଉଛି ଚମେଲି ଗଛ। ଏହି ଚମେଲି ଗଛର ଚେର ଏହି ଧନତେରସ ଦିନ ନିଶ୍ଚୟ ଆଣିବା ଉଚିତ। ଚମେଲି ଗଛର ମୂଳରେ ଦୈବୀ ଶକ୍ତିର ବାସ ହୋଇଥାଏ। ଆପଣ ଦେଖିଥିବେ, ଚମେଲିର ଯେଉଁ ତେଲ ଥାଏ, ତାହା ହନୁମାନ ମହାରାଜାଙ୍କୁ ସମର୍ପିତ ହୋଇଥାଏ। ଏଥିରେ ହନୁମାନ ମହାରାଜାଙ୍କର ଦୈବୀ ଶକ୍ତି ରହିଥାଏ। ଯେଉଁ ଲୋକ ମାତା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ କରିବାକୁ ଚାହୁଁଛନ୍ତି, ଲକ୍ଷ୍ମୀ ସିଦ୍ଧି ପ୍ରାପ୍ତ କରିବାକୁ ଚାହୁଁଛନ୍ତି, ଯେଉଁ ଲୋକ ମନ୍ତ୍ରକୁ ସିଦ୍ଧ କରିବାକୁ ଚାହୁଁଛନ୍ତି, ଆରୋଗ୍ୟ ରହିବାକୁ ଚାହୁଁଛନ୍ତି, ଏମିତି ବ୍ୟକ୍ତି ଚମେଲିର ଚେର ଅବଶ୍ୟ ଆଣିବା ଉଚିତ।
ଚମେଲି ଗଛର ଚେରକୁ ଏହି ଧନତେରସ ଦିନ ଘରକୁ ନିଶ୍ଚୟ ନେଇ ଆସନ୍ତୁ। ଏହାକୁ ପୂଜା କରି ଚାନ୍ଦିର କିମ୍ବା ତମ୍ବାର ତାବିଜରେ ପୁରାଇ ଆପଣଙ୍କ ଗଳାରେ କିମ୍ବା ହାତରେ ବାନ୍ଧି ଦିଅନ୍ତୁ। ଦେଖିବେ ଆପଣଙ୍କୁ ଅବଶ୍ୟ ହିଁ ଏହାର ଫାଇଦା ମିଳିବ। ଏହାଦ୍ୱାରା ଦୈବୀ ଶକ୍ତିର ପ୍ରାପ୍ତ ହୋଇଥାଏ। ହନୁମାନ ମହାରାଜାଙ୍କ କୃପା ଆପଣଙ୍କ ଉପରେ ବର୍ଷିଥାଏ। ଆପଣ ସର୍ବଦା ନିରୋଗ ରହିଥାନ୍ତି। ପରବର୍ତ୍ତୀ ଚମତ୍କାରୀ ଗଛଟି ହେଉଛି ଅପାମାର୍ଗ ଗଛ। ଅପାମାର୍ଗ ଗଛ ଅବଶ୍ୟ ଘରକୁ ଆଣନ୍ତୁ ଏବଂ ଏହାର ଚେରକୁ ନିଶ୍ଚୟ ଧାରଣ କରନ୍ତୁ। ଏହାକୁ ଅପାମାର୍ଗ ଏଥିପାଇଁ କୁହାଯାଏ କାରଣ ଏହାର ବୀଜ ଓଲଟା ରହିଥାଏ। ଏଥିପାଇଁ ଏହାକୁ ଅପାମାର୍ଗ କୁହାଯାଏ, ଅର୍ଥାତ୍ ଏହା ଦୁନିଆଠାରୁ ଓଲଟା ଚାଲିଥାଏ। ଅପାମାର୍ଗର ପ୍ରୟୋଗ ସନ୍ଥ ମହାତ୍ମାମାନେ ସବୁଠୁ ଅଧିକ ପ୍ରୟୋଗ କରିଥାନ୍ତି। ଅପାମାର୍ଗର ବୀଜରେ କ୍ଷୀରି ବନାଇକି ଖାଇବା ଦ୍ୱାରା 30 ଦିନ ପର୍ଯ୍ୟନ୍ତ ଭୋକ ଲାଗିନଥାଏ। ସେଥିପାଇଁ ସନ୍ଥ ମହାତ୍ମାମାନେ ଏହାର ବୀଜରେ କ୍ଷୀରି ବନାଇକି ଖାଇଥାନ୍ତି ଏବଂ ଅଧିକ ସମୟ ପର୍ଯ୍ୟନ୍ତ ସାଧନା କରିଥାନ୍ତି। ଏହାକୁ ଏହି ଧନତେରସ ଦିନ ନିଶ୍ଚୟ ଘରକୁ ଆଣନ୍ତୁ। ଏହାକୁ ତାବିଜରେ ପୁରାଇ ନିଶ୍ଚୟ ଧାରଣ କରନ୍ତୁ। ଏହାକୁ ଧାରଣ କରିବା ପରେ ଏହା ଶତ୍ରୁମାନଙ୍କର ନାଶ କରିଥାଏ। ଏକ ଖାସ୍ କଥା, ଯେଉଁ ଲୋକ ବଶୀକରଣ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ସେହି ବ୍ୟକ୍ତି ଅପାମାର୍ଗ ଚେର ନିଶ୍ଚୟ ଧାରଣ କରିବା ଉଚିତ। ଏହାର ଚେରକୁ ଧାରଣ କରିବା ପରେ ଆଧ୍ୟାତ୍ମିକ ଉନ୍ନତି ହୋଇଥାଏ। ଭାଗ୍ୟର ତାଲା ଖୋଲି ଯାଇଥାଏ। ଆପଣ ଯେଉଁଠାକୁ ବି ଯାଆନ୍ତୁ ଲୋକମାନେ ଆପଣଙ୍କୁ ଦେଖିକି ଆକର୍ଷିତ ହୋଇଯାଆନ୍ତି, ଆପଣଙ୍କ ଦ୍ୱାରା ବଶୀଭୂତ ହୋଇଥାନ୍ତି। ଏହାକୁ ଅବଶ୍ୟ ଧାରଣ କରନ୍ତୁ। ଏହାକୁ ପିନ୍ଧିବା ପରେ ନବଗ୍ରହର ପୀଡ଼ା ଦୂର ହୋଇଯାଇଥାଏ। ଶେଷରେ ଅପରାଜିତା ଗଛ। ଅପରାଜିତା କ'ଣ ପାଇଁ ଧାରଣ କରିବା ଦରକାର? କାରଣ ଅପରାଜିତା ପୁଷ୍ପ ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ପୁଷ୍ପ ହୋଇଥାଏ। ତ ଆପଣ ଏହି ଧନତେରସ ଦିନ ଅପରାଜିତା ଚେରକୁ ଧାରଣ କରନ୍ତୁ। ଦେଖିବେ ଆପଣଙ୍କୁ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତି ହେବ। ପୁରା ବର୍ଷ କେବେ ବି ଧନ ଓ ଅର୍ଣ୍ଣର କମି ହେବ ନାହିଁ। ଭାଗ୍ୟର କବାଟ ଖୋଲି ଯାଇଥାଏ। ଚାକିରି ଦରକାର ଯଦି ଆପଣଙ୍କୁ ଚାକିରି ପ୍ରାପ୍ତ ହୋଇଥାଏ। ଆପଣଙ୍କର ଆଧ୍ୟାତ୍ମିକ ଉନ୍ନତି ହୋଇଥାଏ। ତେବେ ବନ୍ଧୁଗଣ, ଏହି ଧନତେରସ ଦିନ ଏହି 5ଟି ଗଛ ମଧ୍ୟରୁ ଯେକୌଣସି ଗୋଟିଏ ଗଛର ଚେରକୁ ଘରକୁ ନେଇ ଆସନ୍ତୁ ଏବଂ ତାହାକୁ ଠାକୁର ଘରେ ପୂଜା କରି ଚାନ୍ଦିର କିମ୍ବା ତମ୍ବାର ତାବିଜରେ ପୁରାଇ ନିଜର ଗଳାରେ କିମ୍ବା ହାତରେ ବାନ୍ଧି ଦିଅନ୍ତୁ। ଦେଖିବେ ଏହାର ଶୁଭଫଳ ଆପଣଙ୍କୁ ନିହାତି ମିଳିବ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ।